ରାଜା ଭୋଜ ଯୁଦ୍ଧରେ ବିଜୟ ଲାଭ କରିବା ଉପଲକ୍ଷେ ସାରା ନଗରକୁ ଭୋଜି ଦେଲେ। ଏଥିରେ ନାନା ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଗଲା ଓ ପରଷାଗଲା। ଖାଇବା ଲୋକେ ରାଜା ଭୋଜଙ୍କ ଉଦାରତାର ଭୁରି ଭୁରି ପ୍ରଶଂସା କଲେ। ନିଜର ପ୍ରଶଂସା ଶୁଣି ରାଜା ଭୋଜଙ୍କ ମୁଣ୍ଡ ଅହଙ୍କାରରେ ଉପରକୁ ଉଠିଗଲା ଓ ଅଧିକ ପ୍ରଶଂସା ଶୁଣିବା ଉଦ୍ଦେଶ୍ୟରେ ସେ ନଗର ଭ୍ରମଣରେ ବାହାରି ପଡ଼ିଲେ। ରାସ୍ତାରେ ତାଙ୍କୁ ଜଣେ କାଠୁରିଆ ମିଳିଲା, ଯିଏ ନିଜ କାନ୍ଧ ଉପରେ କାଠର ଏକ ବଡ଼ ବିଡ଼ା ଧରି ଚାଲି ଆସୁଥିଲା। ରାଜା ଭୋଜ ତାଙ୍କୁ ଅଟକାଇ ପଚାରିଲେ, "କଣ ଭାଇ, ଆଜି ତ ରାଜା ଭୋଜ ଏକ ବଡ଼ ଭୋଜି ଦେଉଛନ୍ତି, ତେଣୁ ଏତେ ଅଧିକ ପରିଶ୍ରମ କାହିଁକି କରୁଛ? ତୁମକୁ କଣ ରାଜା ଭୋଜଙ୍କର ନିମନ୍ତ୍ରଣ ମିଳିନାହିଁ?" କାଠୁରିଆ କହିଲା, "ଭୋଜି ବିଷୟରେ ମୋତେ ଜଣାଥିଲା, କିନ୍ତୁ ଯଦି ବିନା ପରିଶ୍ରମରେ ଖାଇବାର ଅଭ୍ୟାସ ହୋଇଯିବ ତ ଜୀବନ ସାରା ଏମିତି ଭୋଜିର ପ୍ରତୀକ୍ଷା କରିବାକୁ ପଡ଼ିବ। ନିଜ ପରିଶ୍ରମ ଉପାର୍ଜିତ ଖାଦ୍ୟ ଖାଇବାରେ ଆତ୍ମଗୌରବ ରହିଛି, ଅନ୍ୟମାନଙ୍କ ପ୍ରଦତ୍ତ ସହାୟତାରେ ନୁହେଁ।" ଏହା ଶୁଣି ରାଜା ଭୋଜଙ୍କ ଅହଙ୍କାର ବିଗଳିତ ହୋଇଗଲା, କିନ୍ତୁ ଏହା ସହିତ ତାଙ୍କର ରାଜ୍ୟରେ ଏତେ ନୈଷ୍ଠିକ ନାଗରିକ ବି ନିବାସ କରୁଥିବାର ଜାଣି ତାଙ୍କୁ ଗର୍ବ ଅନୁଭବ ହେଲା। ଅଖଣ୍ଡ ଜ୍ୟୋତି, ମଇ 2026, ପୃଷ୍ଠା ସଂଖ୍ୟା 25। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ଓ ଇନଷ୍ଟାଗ୍ରାମ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।